ଛବିଶତମ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା। ପୁରୀର ଆକର୍ଷଣୀୟ ମାହାଲି ନୃତ୍ୟରେ ବିଭୋର ହେଲେ ଦର୍ଶକ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ଓଡ଼ିଶାର ଲୋକକଳା ସଂସ୍କୃତି ତଥା ପରମ୍ପରାର ପ୍ରଚାର ପ୍ରସାର ଦିଗରେ ଦୀର୍ଘ 26 ବର୍ଷ ଧରି ଜାରି ରହିଥିବା ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ଭଳି ଆୟୋଜନ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏ ଦିଗରେ ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ଅବଦାନ ଅନନ୍ୟ ବୋଲି ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଅତିଥି ବାଲେଶ୍ୱର ପୌରାଧୀକ୍ଷା ସବିତା ସାହୁ ମତ ପ୍ରକାଶ କରିଛନ୍ତି। 26 ବର୍ଷ ହେଲାଣି କାର୍ଯ୍ୟକ୍ରମ ଆରମ୍ଭରୁ ଯେତେବେଳେ କାର୍ଯ୍ୟକ୍ରମ ହେଲା ସେତେବେଳେ ଯିଏ କାର୍ଯ୍ୟକ୍ରମ କରୁଥିଲେ ବିଷ୍ଣୁ ମହାନ୍ତି ବର୍ତ୍ତମାନ ଆମ ଗୌଣରେ ନାହାନ୍ତି, କିନ୍ତୁ ତାଙ୍କ ନାମ ନ ନେଇକି ମୁଁ ଭାବେ ନ ନେଲେ ତାଙ୍କର ଉଚିତ ହବନି ତାଙ୍କ ପ୍ରତି। ତେଣୁ ସେ ଆରମ୍ଭ କରିଥିଲେ, ଆଜି ସିନା ଆମ ଗୌଣରେ ନାହାନ୍ତି, ଆଜି ତାଙ୍କ ପାଇଁ ଆମେ କାର୍ଯ୍ୟକ୍ରମ ବସିକି ଏଠି ଦେଖୁଛୁ ବା ଏ କାର୍ଯ୍ୟକ୍ରମ ଗୋଟେ ଏତେ ବଡ଼ କାର୍ଯ୍ୟକ୍ରମ ହେଇଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି, ତାଙ୍କ ନାମରେ ଟ୍ରଫି ମଧ୍ୟ ଦିଆଯାଉଛି। ଯାହା ହଉ କମିଟି ନିଷ୍ପତ୍ତି କରିକି ବଡ଼ କଥା କରିଛି, ତାଙ୍କ ନାମରେ ଟ୍ରଫି ଦିଆଯାଉଛି। ଏବଂ ଯେତେବେଳେ ଆରମ୍ଭ ହେଇଥିଲା ବହୁତ ବଡ଼ ଆକାରରେ ଆରମ୍ଭ ହେଇଥିଲା, ବହୁତ ଲୋକ ଆସୁଥିଲେ, ମାନେ ଏଠି ଗେଟ୍ରେ ପଶିବା ବି ଅସମ୍ଭବ ହେଉଥିଲା ଲୋକଙ୍କ ପାଇଁ। ବହୁତ ସୁନ୍ଦର, ବହୁତ ଦୂର ଦୂରାନ୍ତରୁ ମଧ୍ୟ ଲୋକ ଆସିଛନ୍ତି, ଅନ୍ୟ ଡିଷ୍ଟ୍ରିକ୍ଟରୁ ଲୋକ ଆସିଛନ୍ତି। ବର୍ତ୍ତମାନ ଦେଖିବାକୁ ଗଲେ ସହରରେ ମାନେ ପ୍ରାୟ ଏଇ ନଭେମ୍ବର ଡିସେମ୍ବର ଜାନୁଆରୀରେ କାର୍ଯ୍ୟକ୍ରମ ଭର୍ତ୍ତି ହେଉଛି, ଯୋଉଟାକି ମାନେ ଲୋକ ଆସିବାକୁ ବି କଷ୍ଟ ହେଉଛି, ମାନେ ଗୋଟେ ବହୁତ କାର୍ଯ୍ୟକ୍ରମ। କିନ୍ତୁ ମୁଁ ଧନ୍ୟବାଦ ଦେବି এই କମିଟିକି, ବିଚ୍ ଫେଷ୍ଟିଭାଲକୁ, ତଥାପି ଏତେ ଜାଡ଼ ଶୀତରେ ସେମାନେ ଆଜି এই କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆସିଛନ୍ତି। ତେଣୁ ଅନେକ ଅନେକ ଧନ୍ୟବାଦ ଦେବି ମୋର ଶ୍ରୋତାଙ୍କୁ, ଯେଉଁ ଦେଖଣାହାରୀ ସମସ୍ତଙ୍କୁ। TPNODL ପ୍ରକଳ୍ପ ମୁଖ୍ୟ ପ୍ରଦୀପ ମହାନ୍ତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବ କମିଟିର ଉଦ୍ୟମକୁ ପ୍ରଶଂସା କରିବା ସହିତ ବିଦ୍ୟୁତ ବିତରଣ କ୍ଷେତ୍ରରେ TPNODL ବିଭିନ୍ନ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ମତେ ଆପଣମାନେ ଏଇ ଯୋଉ ବଡ଼ କାର୍ଯ୍ୟକ୍ରମ ଯୋଉ 26ତମ ଗୋଲ୍ଡେନ ଫେଷ୍ଟିଭାଲ ବିଚ୍ ଫେଷ୍ଟିଭାଲ ଯୋଉ ଆମର ଇନୋଗ୍ରେସନ 26 ବର୍ଷ ହେଲାଣି, ତା ପାଇଁ ମୁଁ ଆପଣଙ୍କୁ ଅଶେଷ ଧନ୍ୟବାଦ କରୁଛି ଯେ ବାଲେଶ୍ୱରରେ ଏତେ ବଡ଼ ପ୍ରୋଗ୍ରାମ ଆପଣ ତାକୁ କଣ୍ଟିନ୍ୟୁ କରି ଚାଲିଛନ୍ତି ଲାଷ୍ଟ 26 ବର୍ଷ ହେଲା। ସେଥିପାଇଁ ଡେଫିନେଟଲି ଇଏ ଗୋଟେ କଲଚରାଲ ପ୍ରୋଗ୍ରାମ, ଦିସ୍ ଇଜ ଶୋ ଅଫ୍ ଆର୍ଟସ କଲଚର एंड डिजाइन सिटी रे एई प्रोग्राम को आमे कंडक्ट करूछु। आ ता पई टीपीएनएल को आपण भागी करचंती, सेति पई मो आपण को पाखरे धन्यवाद प्रदान करूछु। पूर्वतन विधायक तथा महोत्सव कमिटीर सभापति जीवन प्रदीप दासଙ୍କ सभापतित्वरे अनुष्ठित कार्यक्रम में महोत्सव कमिटीर साधारण संपादक हरेकृष्ण दास वक्तव्य प्रदान करथिले। महोत्सव कमिटीर उपसभापति विप्लव कुमार महांती और डॉक्टर लक्ष्मी नारायण महांती, संपादक भागवत साहू, युग्म संपादक राजेंद्र पट्टनायक, इंजीनियर निर्माल्य महांती, शंकर कुमार देंडा, आलम अली खां, जीत प्रकाश दास, असित कुमार दास, आरती दास, ज्योतिर्मयी सामल, अमृतांशु पट्टनायक, सुकुमार रणा, समरेश कुमार सामल, कार्तिक रणा प्रमुख मंचरे उपस्थित थिले। संपादक किशोर चंद्र दास अतिथि परिचय प्रदान सह मंच आह्वान करथिले। अतिरिक्त साधारण संपादक भावुग्राही महांती शेषे समस्त को धन्यवाद देथिले। सभा पूर्वरु अपरे संपादक डॉक्टर श्रीमान श्रीचंद्रन प्रत्यक्ष तत्वावधान राज्य सरकार संस्कृति विभाग प्रायोजित कलाकार स्थानीय कलाकार माने आकर्षणीय सांस्कृतिक कार्यक्रम परिवेषण करथिले।
ଅନୁପମ ମିଶ୍ର, ଇପ୍ସିତା ପଣ୍ଡା ଓ ସନ୍ନ୍ୟାସୀ ମହାରଣା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ପୁରୀର ଅନନ୍ୟା କଳା ମନ୍ଦିରର ମାହାଲି ନୃତ୍ୟ, ଖୋର୍ଦ୍ଧା ପାଇକ ଆଖଡ଼ା ଓ ଜାମଶେଦପୁରର ଆରଡି ଡ୍ୟାନ୍ସ ଗ୍ରୁପର ନୃତ୍ୟ ବେଳାଭୂମି ମହୋତ୍ସବକୁ ମନୋହର କରିଥିଲା। सेंट कॉलेज ऑफ नर्सिंग एंड पैरामेडिकल्स रे एडमिशन चली। बीएससी नर्सिंग जीएनएम कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किबा ईमेल करंतु admin@mkplast.in।